ଆମେ ଆଜି ଯାଇଥିଲୁ ପପୁ ପମ୍ପମ୍‌କୁ ଦେଖା କରିବା ପାଇଁ। ସେଥିପାଇଁ ଆମେମାନେ ସଜବାଜ ହେଇକି ପୁରା ରେଡି ହେଇକି ପୁରା ଚୁଟିକି କାଢ଼ିକି ସିଧା ଚାଲିଲୁ ଆମେ ଦେଖା କରିବା ପାଇଁ। ଆଉ ଇଏ ଯୋଉ ଜ୍ୟାକେଟଟା ପିନ୍ଧିଛି ଏଟା ଯେହେତୁ ଟିକେ ଶୀତ ଦିନ ଶୀତ ଲାଗୁଛି ସେଥିପାଇଁ। ତାପରେ ଏଠି ଟିକେ ବ୍ୟାଗ୍ ନେଲୁ, ବ୍ୟାଗ୍ ନ ନେଲେ ତ ହବନି ନା। ତାପରେ ଯେହେତୁ ଟିକେ ଥଣ୍ଡା ଦିନ ସେଥିପାଇଁ ଆମେମାନେ ବାଇକରେ ନ ଯାଇକି ସିଧା ଗାଡ଼ିରେ ଗଲୁ। ଗାଡ଼ିରେ ଗଲା ପରେ ଦେଖିଲୁ ବାଟରେ ଗୋଟେ ଏତେ ସୁନ୍ଦର ମନ୍ଦିର, ହେଟା ହଉଛି ମା ମଙ୍ଗଳାଙ୍କ ମନ୍ଦିର। ତାପରେ ଯାଇକି ଆମେ ଫାଇନାଲି ପହଞ୍ଚିଗଲୁ। ଏଟା ଦେଖିପାରୁଥିବେ ଏଟା ଲେଖା ହେଇଛି ଆମ ମଇତାପୁର ମହୋତ୍ସବ। ତା ଭିତରକୁ ଚାଲନ୍ତୁ ଯିବା ଦେଖିବା। ଏଟା ଏତେ ଗୋଟେ କ'ଣ ସଜା ହେଇଛି ଦେଖେ ତ। ଓହୋ ଏଟା ଚେୟାର ପଡ଼ିଛି, ଏଇଠି ରହିଗଲେ ହନ୍ତାନି ରାତିରେ। ଚାଲ ତା ଭିତରେ ଆମେ ଆଉ ଟିକେ ବୁଲି ଆସିବା। ଏଠି ବାଲିରେ ତିଆରି ହେଇଛି ଗୋଟେ ଜିନିଷ, ସୁନ୍ଦର ହେଇଛି। ଆଉ ଏଟା ଶୀତ ଦିନରେ ଏଟା ତାପରେ ଆମେମାନେ ଚାଲୁ ଏଠି ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ। ସବୁ ପ୍ରକାରର ଠାକୁରଙ୍କର ଦର୍ଶନ କରିସାରିକି ଆମେ ଚାଲୁ ଆଉ ଗୋଟେ ଜିନିଷ ଦେଖିବା ପାଇଁ। ଏମାନେ ଯେମିତି ଆମକୁ ଅନେଇଛନ୍ତି ହୁଏତ ଆମକୁ ଖାଇଯିବେ, ତା ପୂର୍ବରୁ ସେ ଆମକୁ ଖାଇବା ପୂର୍ବରୁ ଚାଲ ଆମେ ଖାଇଦେବା। ଏ ଭାଇ ଆମର ମୋମୋସ୍ ବାଡ଼ି ଦେଇ ଆମ ହାତକୁ ବଢ଼େଇ ଦେଲେ। ଆମେମାନେ ତାକୁ ମନ ଖୁସିରେ ଖାଇକି ସିଧା ଚାଲିଲୁ ବସିବା ପାଇଁ। ଯେହେତୁ ଏଟା ଆମ ପାଇଁ ହେଇଛି ଆମେ ନ ବସିଲେ କ'ଣ ହବ। ସେଥିପାଇଁ ଗୋଟେ ଚେୟାରରେ ବସିକି ସିଧା ଦେଖିଲୁ। ତାପରେ କିଏ ଆସିଛନ୍ତି ଦେଖନ୍ତୁ। ଏଟା ହେଉଛି ଆମର କିଏ ଗୋଟେ ସତ୍ୟଜିତ। ସିଏ ବି ଆମର ଆସିଥିଲେ ଆଜି ଷ୍ଟେଜ୍ ଶୋ କରିବା ପାଇଁ, ସିଏ ବି କଲେ। ତାପରେ ଆସିଛନ୍ତି ଆମର ପପୁ ପମ୍ପମ୍ ଦେଖନ୍ତୁ। ଇଏ ଆମର ଆରଥରକ ବି ଆସିଥିଲେ ଆଉ ଏଥରକ ବି ଆସିଛନ୍ତି।